ଆରେ ମୁଁ କହୁଥିଲି ନା ପାଠ ପଢ଼ାଅନି। ବେଶୀ ପାଠ ବେଶୀ ନାଟ। ଅମରେନ୍ଦ୍ର ବାବୁ ଶଳାକୁ କହୁଥାନ୍ତି, ଆରେ ଟିକେ ଚୁପ୍ ରହ। ଦେଖେ ତୋ ନାନୀର ଅବସ୍ଥା କ'ଣ ହୋଇଛି। ଖାଲିଟାରେ ତୁ ପାଟି କରନା। ଯିଏ ଯାହାର କର୍ତ୍ତବ୍ୟ କର। ଖାଲିରେ ପାଟି କଲେ କିଛି ଲାଭ ହେବନି। ଆଉ କିଛି ରାସ୍ତା ନାହିଁ। ଚୁପ୍ ରହିଲେ ଶାଳକ ଜଣକ। ଏପଟେ 74 ବର୍ଷରେ ଉପନୀତ ହୋଇଥିଲେ ଅମରେନ୍ଦ୍ର ବାବୁଙ୍କ ସ୍ତ୍ରୀ। କିନ୍ତୁ କେବେ ମଧ୍ୟ କାହା ଉପରେ ନିର୍ଭର ନାହିଁ। ପିଲାଏ ଯେ ଯାହା ବାଟରେ, ଯେ ଯାହା ସଂସାର। କାରଣ ସେ ସଂସାର ବିଷୟରେ ବେଶୀ ଅଭିଜ୍ଞତା ଥିଲେ ଅମରେନ୍ଦ୍ର ବାବୁଙ୍କ ସ୍ତ୍ରୀ। ତେଣୁ ପିଲାଙ୍କ ଉପରେ ରାଗି ଲାଭ ବା କ'ଣ? ସ୍ୱାମୀଙ୍କୁ ଧୀରେ ଧୀରେ କହୁଥାନ୍ତି, ମୋତେ କିଛି ଭଲ ଲାଗୁନାହିଁ। ସ୍ୱାମୀ ବାହାରକୁ ନ ଦେଖାଇଲେ ମଧ୍ୟ ଭିତରେ ଟିକେ ଡରି ଯାଇଛନ୍ତି। କାରଣ ତାଙ୍କ ଚାରିପଟେ କେହି ବି ନାହିଁ। ଯେମିତି କଥାରେ କହନ୍ତିନି, ମାମୁଁ ଘର ଗୋଠେ ଗାଈ, କାମ ବେଳେ କେହି ନାହିଁ। ବାହାରି ପଡ଼ିଲେ ବ୍ୟାଗ୍ ସଜାଡ଼ି, ଘର ତାଲା ମାରି, ସାଙ୍ଗରେ ସ୍ତ୍ରୀଙ୍କୁ ଧରି। ବାହାରେ ଅଟୋଟିଏ। ବସି ପଡ଼ିଲେ ଦୁହେଁ। ସ୍ତ୍ରୀଙ୍କ ହାତରେ ହାତ ରଖି ବାହାରିଲେ ଅମରେନ୍ଦ୍ର ବାବୁ। ଲୋକେ ପଚାରୁଥିଲେ, କୁଆଡ଼େ ଯାଉଛ? କହୁଥିଲେ ବଡ଼ ମେଡ଼ିକାଲ। ଆଉ ସ୍ତ୍ରୀ ମଧ୍ୟ ନୀରବ ବିଶ୍ୱାସ